ମେଘମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ଅପୂର୍ବ ସୁଯୋଗ ପାଉଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ତାଙ୍କର ପବିତ୍ର ବାକ୍ୟ ଦ୍ୱାରା ସେ ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ତା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ଧନ୍ୟବାଦ ଦିଏ, କାରଣ ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆପଣମାନେ ଆମମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଏହି ପ୍ରକାର ଆପଣମାନେ ଆମମାନଙ୍କୁ ଉତ୍ସାହିତ କରୁଥିବେ ବୋଲି ଆମେ ଆପଣମାନଙ୍କୁ ଅନୁରୋଧ କରୁଛୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ମୁଁ କାହିଁକି ଶୟତାନକୁ ଡରୁ ନାହିଁ। ମୁଁ କାହିଁକି ଶୟତାନକୁ ଡରୁ ନାହିଁ। ଏହି ପ୍ରସଙ୍ଗରେ ଅଳ୍ପ ସମୟ ଧରି ଆମେ ପ୍ରଭୁଙ୍କର ବାକ୍ୟ ଆମେ ଶୁଣିବା ପାଇଁ ଯିବା। ପ୍ରିୟମାନେ, ଆଜି ଅନେକ ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ସେମାନେ ଶୟତାନକୁ ଡରିକିନା ଅଛନ୍ତି, ଶୟତାନ ଦ୍ୱାରା ଭୟଭୀତ ହେଇକିନା ଅଛନ୍ତି। ମାତ୍ର ମୁଁ କାହିଁକି ଶୟତାନକୁ ଡରୁ ନାହିଁ ସେଇ ବିଷୟରେ ମୁଁ କହିବା ପାଇଁ ଚାହେଁ। ମଣ୍ଡଳୀରେ ଠିଆ ହୋଇ ସେମାନେ ବିଭିନ୍ନ ପ୍ରକାର ଭାବରେ ସାକ୍ଷ୍ୟ ଗୁଡ଼ିକ ଦିଅନ୍ତି। ଶୟତାନ ଏମିତି କରିଦେଲା, ଶୟତାନ ସେମିତି କରିଦେଲା, ଏ ପ୍ରକାର ମୋର କ୍ଷତି କରିଦେଲା, ଏ ପ୍ରକାର ଭାବରେ ସେମାନେ ସାକ୍ଷ୍ୟ ଗୁଡ଼ିକ ଦିଅନ୍ତି। ବାଇବଲର ଗୋଟେ ପଦ ମୁଁ ଆପଣମାନଙ୍କୁ ପଢ଼ିବା ପାଇଁ ଚାହେଁ। ଲେଖାଯାଏ, ପ୍ରଥମ ଜହନ 4 ପଦ। ବହୁତ ସୁନ୍ଦର ପଦଟା, ଆପଣଙ୍କୁ ମନେ ରହିବ 4:4। ଏଇଟା ମନେ ରଖିବାର ଆବଶ୍ୟକ ରହିଛି। ଲେଖାଗଲା, ହେ ବତ୍ସଗଣ, ତୁମ୍ଭେମାନେ ଈଶ୍ୱରଙ୍କ ଠାରୁ ଜାତ, ଆଉ ତୁମ୍ଭେମାନେ ଯେ ସେମାନଙ୍କୁ ଜୟ କରିଅଛ, କାରଣ ତୁମ୍ଭମାନଙ୍କଠାରେ ଯେ ଅଛନ୍ତି ସେ ଜଗତରେ ଯେ ଅଛି ତାହାଠାରୁ ମହାନ। ପ୍ରିୟମାନେ, ଏହି ସ୍ଥାନରେ ସାଧୁ ଜହନ ଆମମାନଙ୍କୁ ଗୋଟିଏ ସତ୍ୟତାକୁ ସେ ପ୍ରକାଶ କରୁଛନ୍ତି। ଯେଉଁ ପରମେଶ୍ୱର, ଯେଉଁ ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କ ଭିତରେ ଅଛନ୍ତି, ପବିତ୍ର ଆତ୍ମା ଆମମାନଙ୍କ ଭିତରେ ଅଛନ୍ତି, ବାହାରେ ଯେଉଁ ଶୟତାନ, ଦୁଷ୍ଟ ଆତ୍ମା, ମନ୍ଦ ଆତ୍ମା ରହିଅଛି, ଆମର ପରମେଶ୍ୱର ତାହାଠାରୁ ମହାନ ଅଟନ୍ତି, ସର୍ବଶକ୍ତିମାନ ଅଟନ୍ତି। ଆମର ପରମେଶ୍ୱର ଶୟତାନକୁ ପରାଜୟ କରିଛନ୍ତି। ଆମ ପରମେଶ୍ୱର ଶୟତାନର ଅସ୍ତ୍ରଶସ୍ତ୍ରକୁ ଛଡ଼େଇଛନ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଦୁଷ୍ଟ ଆତ୍ମା, ଭୂତମାନେ ଥର ଥର ହୁଅନ୍ତି। ଏତିକି ଆମେ ଜାଣିବାର ଆବଶ୍ୟକ ରହିଅଛି। ଯେଉଁ ପରମେଶ୍ୱର ଆମମାନଙ୍କର ଭିତରେ ରୁହନ୍ତି, ଆମମାନଙ୍କ ସହିତ ରୁହନ୍ତି, ସେ ପରମେଶ୍ୱର ବାହାରେ ଯେଉଁ ଶୟତାନ ରହିଛି, ଦୁଷ୍ଟ ଆତ୍ମା ରହିଛି, ତାଠାରୁ ବଳବାନ, ତାଠାରୁ ମହାନ, ତାଠାରୁ ଶକ୍ତିମାନ। ଏଇଟା ଆମେ ଜାଣିବାର ଆବଶ୍ୟକ ରହିଅଛି। ପ୍ରିୟମାନେ, ଯେଉଁ ସମୟରେ ଗୋଟେ ବିଶ୍ୱାସୀଙ୍କ ଜୀବନରେ ଏହି ପ୍ରକାଶନ ପଳାଇ ଆସିବ ଯେ ଆମ ଭିତରେ ଥିବା ପରମେଶ୍ୱର ବାହାରେ ଥିବା ଦୁଷ୍ଟ ଆତ୍ମା, ମନ୍ଦ ଆତ୍ମା, ଶୟତାନ ଠାରୁ ଯେ ସେ କେତେ ବଳବାନ ଅଟନ୍ତି, ଏଇଟା ଯେତେବେଳେ ସେ ଜାଣିବ, ତାହେଲେ ଶୟତାନକୁ କୌଣସି ପ୍ରକାର ଭାବରେ ଭୟଭୀତ ହେବାକୁ ପଡ଼ିବନି। ପ୍ରଥମ ବିଷୟ ଆମେ ସେଇଟାକୁ ଆମେ ଜାଣିବାର ଆବଶ୍ୟକ ରହିଅଛି। ଦ୍ୱିତୀୟ ବିଷୟ, ଯଦି ଜଣେ ବ୍ୟକ୍ତି ପରମେଶ୍ୱରଙ୍କୁ ଭୟ କରିବ, ପରମେଶ୍ୱରଙ୍କୁ ଡରିବ, ପରମେଶ୍ୱରଙ୍କର ବଶୀଭୂତ ହେଇକି ରହିବ, ତାହେଲେ ସେହି ବ୍ୟକ୍ତିଙ୍କୁ ଶୟତାନକୁ ଡରିବାର କୌଣସି ପ୍ରକାର ଆବଶ୍ୟକ ନାହିଁ। ଶୟତାନ ତାକୁ ଡରିବ। ଯାକୋବ ପୁସ୍ତକ ଆମମାନଙ୍କୁ କହେ 4:7 ଅତଏବ ତୁମ୍ଭେମାନେ ଈଶ୍ୱରଙ୍କର ବଶୀଭୂତ ହୁଅ, ଶୟତାନକୁ ପ୍ରତିବାଧା କର, ତାହେଲେ ସେ ତୁମ୍ଭମାନଙ୍କ ନିକଟରୁ ପଳେଇଯିବ। ପଳେଇଯିବ ମାନେ କ'ଣ? ଧାଇଁକିନା ପଳେଇଯିବ। ସେ ଆମକୁ ଡରିବ। ଯେଉଁ ସ୍ଥାନକୁ ଆମେ ଯିବୁ ସେ ଆମ ପାଖକୁ ଆସିବ ନାହିଁ। କେତେବେଳେ? ଯେତେବେଳେ ଆମେ ପରମେଶ୍ୱରଙ୍କର ବଶୀଭୂତ ହେଇ ରହିବା। ଯେତେବେଳେ ଆମେ ପରମେଶ୍ୱରଙ୍କର ବଶୀଭୂତ ହେବା, ତାଙ୍କର ସବମିଶନରେ ରହିବା, ତାଙ୍କ ଇଚ୍ଛା ଅନୁସାରେ କାମ କରିବା, ତାଙ୍କ ଇଚ୍ଛା ଅନୁସାରେ ଜୀବନଯାପନ କରିବା, ସେହି ସମୟରେ ଶୟତାନ ସେ ଆମକୁ ଭୟଭୀତ ହେବ। ଆମେ ଡରିବାର ଆବଶ୍ୟକ ନାହିଁ। ପ୍ରିୟମାନେ, ଆଜି ଅନେକ ଜଣ ଶୟତାନକୁ ଡରିକିନା ଅଛନ୍ତି, କାରଣ ଆମ ଭିତରେ ଯିଏ ଅଛନ୍ତି ସେ କେତେ ଶକ୍ତିଶାଳୀ ଏହା ଲୋକମାନେ ଜାଣନ୍ତି ନାହିଁ। ସେଥିପାଇଁ ସେମାନେ ଶୟତାନକୁ ଡରି ଭୟଭୀତ ଅଛନ୍ତି। ଆଉ ଆମେ ଯଦି ପରମେଶ୍ୱରଙ୍କର ବଶୀଭୂତ ହେଇ ରହିବା, ତାହେଲେ ସେ କୌଣସି ପ୍ରକାର ଭାବରେ ଆମର କିଛି କ୍ଷତି କରିପାରିବ ନାହିଁ। ସେ ଆମକୁ ଡରିବ, ଆମକୁ ଭୟଭୀତ ହେବ, ଆମଠାରୁ ଦୂରକୁ ପଳାଇଯିବ। ପ୍ରିୟ ପ୍ରଭୁଙ୍କ ଲୋକମାନେ,
परमेश्वरंकर एटा हृदयर इच्छा जे तांकर संतान मानकु शैतान देखि भयभीत हेउ। मात्र आज शैतान को आमे देखि भयभीत हो आमे डरी जाउछु। आमे कहीं आमे डरी जाउछु आमे परमेश्वरंकर वशीभूत हेउना हो परमेश्वरंक अधीन रे रहुना हो परमेश्वरंक वशीभूत हे अधीन रे रहिबा ताहेले से कौनसी प्रकार भावरे आमको से भयभीत करे परिबो नहीं आमको से उल्टा डरी किना से पड़े जीवो। प्रिय माने मु काहे कि शैतान को डरे नहीं मु आपन कहिबा पाई चाहे 2 कोरिन्थिय यार 2 अध्याय 11 पद जेपरि शैतान आम्भमानकर अपकार करने को सुजोग प्राप्त न हुए कारण आम्भे माने तार समस्त कल्पना संबंध रे अज्ञान हो। प्रिय प्रभु को लोक माने शैतान रो समस्त चातुरिता आमे जना से क्यों प्रकार भावरे से काम करे क्यों प्रकार भावरे लोक माननकु से फांदरे पकाए तार टेक्निक गुड़िक को आमको जना से आमको शैतान को डरिबार कौन से आवश्यक नहीं। शैतान आदम हवा को जो प्रकार भावरे भुलेला आज मध्य से प्रकार से आमको भुलेबा पाई चाहूँगी तार टेक्निक गुड़िक आमको जना जेते बेले शैतान आम जीवन रे से काम करने को आसे तार समस्त प्रकार चातुरिता गुड़िक को परमेश्वर आमको बाइबल लेखिकिना आम को देइछंती से आमको शैतान को डरिबार कौन सी प्रकार आवश्यक नहीं। मात्र जो विश्वासी भाई भौणी माने से माने यही सब विषय गुड़िक को जानती नहीं से माने शैतान को देखि भयभीत हो जाती। जहन पुस्तक 14 अध्याय 30 पदरे मु तुम्भमानक सहित आउ अधिक कथबार्ता करिबि नहीं कारण जगतपति आसुअछि आउ मो ठारे ताहार किछि नहीं। प्रिय माने प्रभु यीशु ख्रीष्ट कहउचंती जे शैतान को जगतर अधिपति बोली कहउचंती आउ से आसुछंती से आसुछि आउ आम ठारे तार किछि नहीं। यीशु को पाखे शैतान कौन शैतान मुख्य विषय है गर्व विद्रोह ये जाक शैतान जिनस गुड़िक आ तार जिनस जदि आम ठारे नहीं ताहले आम ताको कहीं डरिबार आवश्यक रही अछि। प्रभु यीशु ख्रीष्ट कहले मो ठारे शैतान किछि नहीं ना चिन्ह लक्षण ना गुण चरित्र किछि नहीं से मो पाखु आसले मते किछि करि परिबो नहीं। जो विश्वासी मानक पाखरे शैतान विभिन्न प्रकार विषय गुड़िक रही जाइछि शैतान गुण चरित्र स्वभाव स्थान से माने दे दैछंती शैतान को क्रोध करिबा द्वारा से मानक जीवन रे शैतान काम करिबो से मानक से डराइबो भयभीत कराइबो। मात्र परमेश्वर आमे आमको शैतान को डरिबा पाई कहिना आमे परमेश्वर को भय करू आमे आ शैतान आम ठारू से दूर को चली जाए कारण आमे जानिछु आम भितरे जे अछंती बाहरे जे अछि ता ठारू बलवान महान से आमको डरिबार कौन सी प्रकार आवश्यक नहीं। प्रिय माने आम ईश्वरंकर वशीभूत हेबा ताहले शैतान आम ठारू दूर को चली जिवो से आम पाखक आसी पारिबो नहीं। प्रिय प्रणे आम जदि तार चातुरिता गुड़िक को आम जानीदेबा ताहले ताको डरिबार आवश्यक नहीं। से विभिन्न प्रकार चातुरिता माध्यम भ्रांति माध्यम टेक्निक माध्यम विश्वासी भाई भौणी मान पकाउछि तार कौन सी जिनस आम पाखे नहीं से आमे ताहाको डरिबा कथा नुहे से आमको डरिबो यह परमेश्वर इच्छा। पदे प्रार्थना करिबा पिता मु तुमको धन्यवाद दिए प्रत्येक विश्वासी तुमको भय करंतु आ शैतान से मान को देखि डरू यह तुम्हें चाहूँ मु तुमको धन्यवाद दिए जे तुम्हें आमको से प्रकार शक्ति सामर्थ्य बुद्धि ज्ञान तुम्हें देइछ जहाद्वारा कि आमे शैतान को कौन से प्रकार भाव में भयभीत होबार आवश्यक नहीं केवल आमे तुमको भयभीत हेबु तुमको डरिबु तुमको सम्मान देबु अनुग्रह प्रदान कर। जो माने शैतान भयर अछंती से मानको तुम्हें मुक्त कर प्रभु दया करी मुक्त कर से माने जे प्रकार यही प्रकार भयर मुक्त हो से माने तुम निकट आसी निज जीवन को समर्पण करिवे अनुग्रह प्रदान कर। प्रार्थना शुणिछ धन्यवाद प्रार्थना प्रिय प्रभु यीशु नाम रे मागुछु आमीन आमीन। समस्त को नमस्कार प्रेज द लॉर्ड। प्रभु आपण समस्त को प्रचुर भाव आशीर्वाद करंतु प्रभु अनुग्रह कले आसंता अध्याय रे गोटे नुआ प्रसंग रे आमाने परस्पर सहित साक्षात करिबा रहिबा
समस्त को नमस्कार। प्रेज द लॉर्ड। गॉड ब्लेस यू।